ସକାଳର ଜଳଖିଆରେ ଆପଣମାନେ କ'ଣ ଖାଇପାରିବେ ଯାହାଦ୍ୱାରା ଆପଣ ଗୋଟେ ସୁସ୍ଥ ଜୀବନ ବିତେଇ ପାରିବେ ଏବଂ ବହୁତ ସାରା ରୋଗରୁ ନିଜକୁ ଦୂରେଇ ରଖିପାରିବେ। ଆସନ୍ତୁ ଜାଣିବା। ନମସ୍କାର, ମୁଁ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାସ ସାରାଙ୍ଗୀ। এই ভিডিও মাধ্যমে ମୁଁ ଆପଣମାନଙ୍କୁ କିଛିଟା ଜଳଖିଆର ଅପସନ୍ କହିବି ଯୋଉଟା ଆପଣ ବ୍ରେକଫାଷ୍ଟରେ ଖାଇପାରିବେ ଆମ ଓଡ଼ିଆ ଖାଦ୍ୟ। ପ୍ରଥମେ ହେଉଛି ମାଣ୍ଡିଆ ଯାଉ। ମାଣ୍ଡିଆ ଯାଉ ଆପଣଙ୍କ ଶରୀର ପାଇଁ ଖରାଦିନେ ବହୁତ ହିତକାରକ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହୁଛି, ଶରୀର ପାଇଁ ବହୁତ ଭଲ। ଏହା ଏକ ମିଲେଟ୍ ଏବଂ ଆପଣ ଏହାକୁ ସକାଳେ ନେଇପାରିବେ। ଏହା ସହିତ ଆପଣ ଡାଳିମ୍ବ, କିଛି ମିଠା ଜିନିଷ ନ ପକେଇକି ଡାଳିମ୍ବ ଶେଷରେ ପକେଇକି ଖାଇପାରିବେ। ଦ୍ୱିତୀୟ ହେଉଛି ଛତୁଆ। ଘରେ ବୁଟ ତିଆରି କିମ୍ବା ଡ୍ରାଏ ଫ୍ରୁଟ୍ସ ମିଶେଇକି ଆପଣ ଛତୁଆ ତିଆରି କରିବେ, ସେଥିରେ ଚିନି ଆଡ୍ କରିବେ ନାହିଁ। ଆପଣ ତାକୁ ସକାଳେ ଜଳଖିଆରେ ନେଇପାରିବେ। ତୃତୀୟ ହେଉଛି ଚୁଡ଼ା ସନ୍ତୁଳା କିମ୍ବା ଚୁଡ଼ା ଉପମା। ଆମର ନାଲି ଚୁଡ଼ା ଯଦି ଆପଣ ଚୁଡ଼ା ସନ୍ତୁଳା କରିକି ନେଉଛନ୍ତି ତାହା ମଧ୍ୟ ଆପଣଙ୍କ ପାଇଁ ବହୁତ ହିତକାରକ। ମନେ ରଖିବେ, ଚୁଡ଼ା ସନ୍ତୁଳା ଉପରେ ସବୁବେଳେ ଟିକେ ଲେମ୍ବୁ ଚିପୁଡ଼ିବେ, କାରଣ ଆଇରନ୍ ଆବଜର୍ପସନରେ ଭାଇଟାମିନ୍ ସି ସାହାଯ୍ୟ କରିଥାଏ। ଚତୁର୍ଥ ହେଉଛି ଇଡଲି, ଫର୍ମେଣ୍ଟେଡ୍ ଫୁଡ୍। ଯଦି ଆପଣ ଘରେ ଇଡଲି ତିଆରି କରିପାରୁଛନ୍ତି ତାହେଲେ ତାକୁ ଆପଣ ଜଳଖିଆରେ ନେଇପାରିବେ। ପଞ୍ଚମ ହେଉଛି ରୁଟି ସନ୍ତୁଳା। ଯଦି ଆପଣ ଘରେ ରୁଟି ତିଆରି କରିପାରୁଛନ୍ତି ସକାଳେ, ତାହା ମଧ୍ୟ ଆପଣ ଜଳଖିଆରେ ନେଇପାରିବେ। ବହୁତ ବହୁତ ଧନ୍ୟବାଦ ଆପଣ ଆମ ଭିଡ଼ିଓ ଦେଖୁଥିବାରୁ। ଡାଇବେଟିସ୍ ରୋଗୀ ମଧ୍ୟ ଏହି 5ଟି ଜଳଖିଆ ତାଙ୍କ ଡାଏଟ୍ରେ ନେଇପାରିବେ। ଆମ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ ଏବଂ ଆମକୁ ନିଶ୍ଚିତ ଭାବରେ ଫଲୋ କରିବେ। କମେଣ୍ଟରେ ଜଣାଇବେ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ କ'ଣ ଦରକାର, କ'ଣ ଜାଣିବା ପାଇଁ ଆପଣ ଚାହୁଁଛନ୍ତି। ଯଦି ଆପଣ ଡାଏଟ୍ ପ୍ଲାନ୍ ନେବା ପାଇଁ ଚାହୁଁଛନ୍ତି ତାହେଲେ ଆମ ନମ୍ବରରେ ଆପଣ ହ୍ୱାଟ୍ସଆପ୍ କରିବେ। ଧନ୍ୟବାଦ।